ଶୁଭ ସକାଳ ପିଲେ। ତ ପିଲେମାନେ ଆଜି ଆମେ ଆଲୋଚନା କରିବାକୁ ଯାଉଛେ ସାହାରା ବୃକ୍ଷ କବିତାରୁ, ଯାହାର ରଚୟିକା ସାରଳା ଦାସ, ମାଟିର ମହାକବି, ଆଦିକବି, ଶୂଦ୍ରମଣି ଉତ୍କଳର ବ୍ୟାସ ସାରଳା ଦାସ। ଦେଖ ପିଲେ କଣ ଅଛି। ତିଳକ ବୃକ୍ଷ କରତାର ରଥେ ଚକ୍ର, ମହାକଳପ ବୃକ୍ଷ ସେ ହରଇ ମହାପାତକ। ପିଲାମାନେ ଦେଖ, ଏହା ଦାଣ୍ଡି ବୃତ୍ତରେ ରଚିତ ଏବଂ ଏହାକୁ ଗାୟକ ମାନେ ନିଜ ସ୍ୱରରେ ଲମ୍ବାଇ ଗାଇପାରିବେ। ତମେ ମାନେ ମଧ୍ୟ ଛନ୍ଦରେ ପଢି ସାରିଛ। ଯେମିତି ହେଲେ ତମେ ମାନେ କାହିଁକି ନା ଏହାର ସମ୍ମାନ ନଥାଏ ଅକ୍ଷର ସଂଖ୍ୟା, ବୁଝିପାରିଲା? ତେଣୁ ଦେଖ ପିଲେ, ଗୋଲକ ବୃକ୍ଷ କରତାର ରଥ ଚକ୍ର, ମହାକଳପ ବୃକ୍ଷ ସେ ମହାକଳପ ବୃକ୍ଷ ସେ ହରଇ ମହାପାତକ। ତାମାନେ ବୃକ୍ଷ ଗୋଲକ ବୃକ୍ଷ କହିଲେ କଣ? ସାହାଡା ବୃକ୍ଷ, ସାହାଡା ଗଛ, ଯେଉଁ ଗଛର ଚିତ୍ର ମୁଁ ପୂର୍ବ ଅଧ୍ୟାୟରେ ଦେଖେଇଥିଲି। ତାହେଲେ ଗୋଲକ ବୃକ୍ଷ କରତାର ରଥ ଚକ୍ର, କରତା କହିଲେ କଣ? କରତାର, କରତା କହିଲେ କଣ? କରତା, କର୍ତ୍ତା, କର୍ତ୍ତା, କରତାର ମାନେ କରତା। ଏଠି କିଏ ସବୁ ଏଠି କିଏ କରାଉଛନ୍ତି? ସୂର୍ଯ୍ୟ ଦେବ, ସକଳ ଶକ୍ତିର ଆଧାର, ତାଙ୍କ ଯୋଗୁ ସୃଷ୍ଟି ହେଇଛି। ତେଣୁ ସକଳ ଶକ୍ତିର ଆଧାର ଯିଏ ହେଉଛନ୍ତି କର୍ତ୍ତା, ସିଏ ହେଉଛନ୍ତି ସୂର୍ଯ୍ୟ ଦେବ। କରତାର କହିଲେ ସୂର୍ଯ୍ୟ ଦେବ, ବୁଝିପାରିଲା? କରତାର କହିଲେ ସୂର୍ଯ୍ୟର। ତାହେଲେ ଗୋଲକ ବୃକ୍ଷ କହିଲେ ସାହାଡା ବୃକ୍ଷ, ସାହାଡା ଗଛ, ସୂର୍ଯ୍ୟଙ୍କର ରଥ ଚକେ, ରଥର ଚକ, ତାମାନେ ସୂର୍ଯ୍ୟ ଦେବଙ୍କର ଯୋଉ ରଥ, ସେଇ ରଥର ଏକ କାହା କାଷ୍ଟରେ ନିର୍ମିତ। ସାହାଡା ଗଛର କାଠରେ, ସାହାଡା ଗଛର କାଠରେ ସୂର୍ଯ୍ୟଦେବ ରଥର ଚକ ନିର୍ମିତ ହୋଇଥାଏ। ତେଣୁ ଏଇଠି ସାରଳା ଦାସ କହୁଛନ୍ତି, ସାହା ବୃକ୍ଷ କଥା କହୁଛନ୍ତି। ଓଡିଆ ମହାଭାରତର ଆଦି ପର୍ବରେ ଯେ ଗୋଲକ ବୃକ୍ଷ କରତାର ରଥ ଚକ, ପିଲାମାନେ ଏଇ ଯୋଉ କବିତା ନୁହେଁ, ପିଲାମାନେ ଏଇ ଯୋଉ କବିତା ନୁହେଁ କି, ତମ ମାନଙ୍କର ଧୃତ ରାଷ୍ଟ୍ରଙ୍କର ବିବାହ ପ୍ରସଙ୍ଗରେ ତମେ ମାନେ ପାଇବ, ବୁଝିପାରିଲା? ଆଚ୍ଛା, ଆଉ କଣ କହିଛି? ମହାକଳ୍ପ ବୃକ୍ଷ ସେ ହରଇ ମହାପାତକ, ମହାକଳ୍ପ ବୃକ୍ଷ ସେ ହରଇ ମହାପାତକ। ମହାକଳ୍ପ ବୃକ୍ଷ, ମହାକଳ୍ପ, କଳପ କହିଲେ ପିଲେ କଣ? କଳପ କହିଲେ ଆମେ ସମସ୍ତେ ଜାଣିଛେ ଇଚ୍ଛା, ଆକାଂକ୍ଷା, ବୁଝିପାରିଲା? ଆଦିକୁ ଯିଏ ପୂରଣ କରେ ତାକୁ କଳ୍ପ, ମାନେ ଯୋଉ ଗଛ ମୂଳେ ବାସି ତମେ ମାନେ କାମନା କଲେ ତମ ମାନଙ୍କର କାମନା ଫଳବତୀ ହୁଏ, ତମ ମାନଙ୍କର ଅଭିଷ୍ଟ ପୂରଣ ହୁଏ। ତାହେଲେ ତାହାକୁ କଳ୍ପ କୁହାଯାଏ। ଏବଂ ମହାକଳ୍ପ, ମହାକଳ୍ପ କହିଲେ କଳ୍ପ ମାନଙ୍କ ମଧ୍ୟରେ ଶ୍ରେଷ୍ଠ, ବୁଝିପାରିଲା? ସବୁଠୁ ବଡ ମହାକଳ୍ପ ସେ ବୃକ୍ଷ, ସେ ସାହାଡ ବୃକ୍ଷ ହେଉଛି ମହାକଳ୍ପ ବୃକ୍ଷ। ସେ ହରଇ ମହାପାତକ, ସେ ହରଇ ମହାପାତକ। ମହାପାତକ କହିଲେ ମହାପାପ, ତମ ମାନଙ୍କର ଯେତେକ ସବୁ ପାପ ଅଛି, ମହାପାପ, ମହାପାପକୁ ସେ ହରଣ କରେ। କିଏ ହରଣ କରେ? ଗୋଲକ ବୃକ୍ଷ। ଗୋଲକ ବୃକ୍ଷ କହିଲେ କିଏ? ସାହାଡା ବୃକ୍ଷ, ବୁଝିପାରିଲା? ତାହେଲେ କରତାର ରଥ ଚକ କିଏ? ଗୋଲକ ବୃକ୍ଷ। ସିଏ ହେଉଛି ମହାକଳ୍ପ, ସିଏ ହେଉଛି ମହାପାତକକୁ ହରଣ କରିଦିଏ। ହରେ, ବୁଝିପାରିଲା? ଆଉ କଣ କୁହାଯାଇଛି ଦେଖ ପିଲେ, ପୂର୍ବେ ସୃଜିତ ତାହା କଳ, ସରି, ପୂର୍ବେ ସୃଜିତ ତାହା କଲେ କ ପ୍ରଜାପତି, ଦୋଷୀ କନ୍ୟା ହୋଇଲେ ତାକୁ ବିବାହ କରିବ ଯୁବତୀ। ପୂର୍ବେ ଯୋଉ ସମୟରେ ସୃଜିତ, ସୃଜିତ କହିଲେ ସୃଷ୍ଟି କରେ,
କିଏ ସୃଷ୍ଟି କରେ? ଯିଏ ସର୍ବଜନ କଲେ। କିଏ ତିଆରି କରେ? ପ୍ରଜାପତି। ପ୍ରଜାପତି କହିଲେ କିଏ? ପ୍ରଜା ମାନଙ୍କର ପତି। ପ୍ରଜା କହିଲେ କିଏ? ଆମେ ସବୁ ପ୍ରଜା। ସବୁ ଜୀବ ଜଗତ ପଶୁ ପକ୍ଷୀ ସମସ୍ତେ ହେଉଛନ୍ତି ପ୍ରଜା। ଏବଂ ଆମକୁ ସୃଷ୍ଟି କରିଛନ୍ତି କିଏ? ବ୍ରହ୍ମା କରିଛନ୍ତି। ପ୍ରଜାପତି କହିଲେ ବ୍ରହ୍ମା। ତେଣୁ ଏଇ ଯୋଉ ଅ ପୂର୍ବ ବା ପୂର୍ବ ସମୟରେ, ପୁରୁଣା ସମୟରେ, ଅତୀତ ସମୟରେ ତାହାକୁ କାହାକୁ? ତାହେଲେ ତା ତାହା କହିଲେ ଗୋଲକ ବୃକ୍ଷକୁ। ଗୋଲକ ବୃକ୍ଷକ କିଏ ସର୍ଜନ କରିଥିଲେ? ପ୍ରଜାପତି ମାନେ ବିଷ୍ଣୁ। ବୁଝିପାରିଲା? ସରି ବ୍ରହ୍ମା। ତାପରେ କଣ ନା ପୂର୍ବେ ସଞ୍ଚରିତ ତାହା କଲେକ ପ୍ରଜାପତି ଦୋଷୀ କନ୍ୟା ହୋଇଲେ ତାକୁ ବିବାହ କରିବ ଯୁବତୀ। ଯଦି ଦୋଷୀ କନ୍ୟା ଥାଏ, ଦୋଷୀ କନ୍ୟା କହିଲେ କଣ? ସେ କଣ ଦୋଷ କରୁଛି? ଦୋଷ କରୁଛି ପିଲାମାନେ। ଦୋଷ କହିଲେ ପିଲାମାନେ ଗ୍ରହ ନକ୍ଷତ୍ର ଆଦି ଚଳନ ସମୟରେ ଯଦି କିଛି ଦୋଷ ରହିଯାଇଥାଏ କୁଣ୍ଡଳୀରେ, ଆମେ ସେମିତି ଜାଣିଛେ ଆମ ଜାତକରେ କିଛି ଦୋଷ ରହିଯାଇଥାଏ, ତେଣୁ ତାକୁ ଦୋଷୀ କନ୍ୟା କୁହାଯାଏ। ଏବଂ ଅମାବାସ୍ୟା ତିଥିରେ ଯଦି ଯେଉଁ କନ୍ୟା ଜନ୍ମିତ ଥାଏ ତାହାକୁ ଆମେ କହୁଛେ କଣ? ଉଆସି କନ୍ୟା। ସେଇଭଳି ଯୁକ୍ତ କନ୍ୟା ମାନେ ଦୋଷୀ କନ୍ୟା ହୋଇଲେ ତାକୁ ବିବାହ କରିବ ଯୁବତୀ। ଯୁବତୀ କହିଲେ ଯୁଗେ ଯୁଗେ ମାନେ କାଳେ କାଳେ ଯଦି ଦୋଷୀ କନ୍ୟା ଥାଆନ୍ତି, ଯଦି ଦୋଷୀ କନ୍ୟା ହୋଇଥାଏ ତାହେଲେ ତାକୁ ବିବାହ କରିଦେବ। ବୁଝିପାରିଲା? ତାହେଲେ ଦେଖ ପିଲେ ମାନେ ଏଇଠି ଶାରଳା ଦାସ ବର୍ଣ୍ଣନା କରିଛନ୍ତି ମାନେ ସାହାଡା ବୃକ୍ଷର ମାହାତ୍ମ୍ୟ କଣ, ମାନେ ତାର ଗୁଣ କଣ। ଏକରେ ଆମେ ଦେଖିଲେ ଗୋଲକ ବୃକ୍ଷ ହେଉଛନ୍ତି ସୂର୍ଯ୍ୟଙ୍କର ରଥର ଚକ। ସେ ହେଉଛି ମହାକଳପ। ଏବଂ ସେ ମହାକଳ୍ପକୁ ହରଣ କରିଦେଇଥାଏ ଏବଂ ସେଇ ଗଛକୁ ତାହେଲେ ସୃଷ୍ଟି କରିଦେଇଛି କିଏ? କାହିଁକି ସୃଷ୍ଟି କରିଛି? ଏଇ ଗଛକୁ ସୃଷ୍ଟି କରିଛନ୍ତି ପ୍ରଜାପତି ବ୍ରହ୍ମା। କାହିଁକି ସୃଷ୍ଟି କରିଛନ୍ତି? ନା ଏଇ ଗଛକୁ ଯଦି ଦୋଷୀ କନ୍ୟା ଯଦି ତାକୁ ବିବାହ କରେ, ଯଦି ଦୋଷୀ କନ୍ୟାକୁ ତା ସହିତ ବିବାହ କରାଯାଏ, ଯଦି ଦୋଷୀ କନ୍ୟାକୁ ତା ସହିତ ବିବାହ କରିଦିଆଯାଏ ସାହାଡା ବୃକ୍ଷ ସହିତ, ତାହେଲେ ତାକୁ ଯୁଗତି ମାନେ ଯୁଗେ ଯୁଗେ କାଳେ କାଳେ ଦୋଷୀ କନ୍ୟାକୁ ତା ସାଙ୍ଗରେ ବିବାହ କରି ଦିଆଯାଇଥାଏ। ଉଆସି କନ୍ୟାକୁ ସାହାଡା ବଡ। ଆଚ୍ଛା, ତାପରେ ଦେଖ ପିଲେ କଣ ଅଛି ଘଟଣା। ଗାନ୍ଧାର ସେନ କଣ କହୁଛନ୍ତି? ଆମେ ସେମିତି ଜାଣିଛେ ଗାନ୍ଧାରୀଙ୍କ ପିତା ଏବଂ ଗାନ୍ଧାରୀଙ୍କର ମଧ୍ୟ ବିବାହ ନେଇ କେଉଁଠି ହଉନି? ଯାହା ସହିତ ବିବାହ ପୁସ୍ତକ ପଢୁଛି ସେ ବରର ମୃତ୍ୟୁ ହେଇଯାଉଛି। ତେଣୁ ଗାନ୍ଧାର ସେନ ବୋଇଲେ ହେ ବୃକ୍ଷ ଅଛି ମୋର ନବର ମାଝା ଥାନେ। ଦେଖ ପିଲେ କଣ କୁହାଯାଉଛି ସ୍କ୍ରିନ୍ କି ଦେଖ। ଗାନ୍ଧାର ସେନ ବୋଇଲେ ସେ ବୃକ୍ଷ ଅଛି ମୋର ନବର ମାଝା ଥାନେ। ଗାନ୍ଧାର ସେନ କହୁଛନ୍ତି କଣ କହୁଛନ୍ତି? ବୋଇଲେ ମାନେ କହିଲେ, କହିଲା। ଗାନ୍ଧାର ସେନ କହିଲା ହେ ବୃକ୍ଷ, ହେ ଗୋଲକ ବୃକ୍ଷ, ହେ ସାହାଡ ବୃକ୍ଷ ଅଛି ମୋର ମୋର କେଉଁଠି ଅଛି? ନବର। ନବର କହିଲେ ପିଲେ କଣ? ନର। ନବର କହିଲେ ଉଆସ। ନର ମଝା ଥାନେ କହିଲେ ମଝି ସ୍ଥାନରେ। ମୋ ନରର ଉଆସରେ ମଝି ସ୍ଥାନରେ ସେ ଗଛ ବା ଅଛି। ଏବଂ ତାପରେ ଦେଖ ପିଲେ ମୁଁ ତାହାକୁ ମୁନି ହୋ ପୂଜା କରାଇ ନୀତି ଦିନେ। ତାମାନେ ଦେଖ ପିଲେ କଣ କହୁଛନ୍ତି? ଗାନ୍ଧାର କୋଇଟା ସେ ବୃକ୍ଷ ଅଛି ମୋର ନବର ମଝା ଥାନେ। ମୁଁ ଯାହା ମୁନି ହୋ ପୂଜା କରାଇ ନୀତି ଦିନେ। ତାହେଲେ ଗାନ୍ଧାର ସେନ କହୁଛନ୍ତି ହେ ଗଛ ତ ମୋ ପାଖରେ ଅଛି, ମୋ ନଗର ମଝି ଭାଗରେ ଅଛି ଏବଂ ମୁଁ ତାହାକୁ ମୁନି। ମୁନି ଏଠାରେ ମୁନି କହିଲେ ବେଦ ବ୍ୟାସ। ବ୍ୟାସ ଦେବ ଆସିଛନ୍ତି ଦୁଇ ଦୁଇ ଦ୍ୱୈତ ଧୃତରାଷ୍ଟ୍ରଙ୍କ ବିବାହ ପ୍ରସ୍ତାବ ପାଇଁ ନେଇକି ଆସିଛନ୍ତି ଗାନ୍ଧାର ଦେଶକୁ।
ଏବଂ ସେଠି କଣ ଦେଖିଲେ ଯେ ଗାନ୍ଧାରଙ୍କ ଏ ଅବସ୍ଥା। ତେଣୁ ଗାନ୍ଧାର ସେନ କହୁଛନ୍ତି, ଗାନ୍ଧାରୀଙ୍କ ପିତା କହୁଛନ୍ତି ମୁନି, ହେ ମୁନି, ମୁନି ହୋ, ମୁଁ ତାହାକୁ ପୂଜା କରେ ନୀତିଦିନେ, ପ୍ରତିଦିନ। ନୀତିଦିନ କହିଲେ ସବୁଦିନ, ନୀତିଦିନ କହିଲେ ପ୍ରତିଦିନ ମୁଁ ତାକୁ ପୂଜା କରେ। ଏବଂ ବ୍ୟାସଦେବ କଣ କରୁଛନ୍ତି ହେଲେ ଦେଖ, ବ୍ୟାସଦେବ କଣ କରୁଛନ୍ତି, ବ୍ୟାସଦେବ କହୁଛନ୍ତି, ବ୍ୟାସ ବ୍ୟାସ ପ୍ରତିବାଚନ୍ତୁ ଭାଗ୍ୟବନ୍ତ ରାଜା। ଦେଖ ପିଲେ, ବ୍ୟାସେ ପ୍ରତିବାଚତୁ ଭାଗ୍ୟବନ୍ତ ରାଜା, କିସ୍ ଫଳ ଅଛୁତୁ ସାହାଡ଼ ବୃକ୍ଷ କରୁ ପୂଜା। ତାମାନେ ବ୍ୟାସଦେବ ଏଠି କହୁଛନ୍ତି, ବ୍ୟାସଦେବ କଣ କହୁଛନ୍ତି ଯେ କହୁଛନ୍ତି, ବ୍ୟାସଦେବ କହୁଛନ୍ତି ପ୍ରତିବାଚ। ପ୍ରତିବାଚ କହିଲେ ପ୍ରତି ଉତ୍ତର ଦେଲେ ବ୍ୟାସଦେବ କଣ କହୁଛନ୍ତି, କହୁଛନ୍ତି ତୁ ଭାଗ୍ୟବନ୍ତ ରାଜା, କହୁଛନ୍ତି ତୁ ଭାଗ୍ୟବନ୍ତ ରାଜା, ହେ ରାଜା ତୁ ବହୁତ ଭାଗ୍ୟବାନ। କାହିଁକି ନା ତୋର ନଅରରେ ଗୋଟିଏ ସାହାରା ବୃକ୍ଷ ଅଛି, ତୋଠୁ ଭାଗ୍ୟବାନ ଆଉ କିଏ ନାହାନ୍ତି। ତୁ ହେଉଛୁ ଭାଗ୍ୟବନ୍ତ ରାଜା, ତୁ ଭାଗ୍ୟବାନ। ତାପରେ କଣ ନା, ଆଚ୍ଛା, ତାପରେ କଣ, କିସ୍ ଫଳ ଅଛୁ ତୁ, କିସ୍ ଫଳ ଅଛୁ ତୁ ସାହାଡ଼ା ବୃକ୍ଷ କରୁ ପୂଜା। ଆଚ୍ଛା ଦେଖ, କହିଲୁ ତୁ ଅଛୁ କହୁଛୁ ମୁଁ ପ୍ରତିଦିନ ପୂଜା କରୁଛି। ବ୍ୟାସଦେବ କହୁଛନ୍ତି ଗାନ୍ଧାର ସେନକୁ, କହୁଛନ୍ତି କିସ୍ ଫଳ ଅଛି, କିସ୍ ଫଳ ଅଛି, କିସ୍ ଫଳ ଅଛି। ବ୍ୟାସଦେବ କହୁଛନ୍ତି କେଉଁ ଫଳ ଅଛି, ତୁ ସାହାଡ ବୃକ୍ଷ କରୁ ପୂଜା। ତୁ ସାହାଡା ବୃକ୍ଷକୁ ତ କହୁଛୁ ପ୍ରତିଦିନ ପୂଜା କରୁଛୁ, ତାହେଲେ ଫଳ କଣ, କିସ୍ ଫଳ, କେଉଁ ଫଳ, ବୁଝିପାରିଲା। ଏଇଭଳି ପଚାରିଛନ୍ତି। ଗାନ୍ଧାର ସେନ ମଧ୍ୟ କହୁଛି, ଦେଖ ପିଲେ, ଗାନ୍ଧାର ସେନ ତମ ମାନଙ୍କର କଣ କହିଛି ନା, ଗାନ୍ଧାର ସେନ ପ୍ରତିବାଚ, ସେ କଣ ତାର ରଥଚକ। ଦେଖ କଣ କୁହାଯାଉଛି ପିଲେ, ସ୍କ୍ରିନ କୁ ଦେଖ, ଗାନ୍ଧାର ସେନ ପ୍ରତିବାଚ ସେ କରତାର ରଥଚକ, ଦର୍ଶନେହ ରହି ସେ ଅଶେଷ କୋଟି ପାତକ। ଗାନ୍ଧାର ସେନ କହୁଛି ମାନେ କଣ ହେଲା, ଗାନ୍ଧାର ସେନ ପ୍ରତିବାଚ ସେ କରୁଣାରେ ରଥଚକ, ଦର୍ଶନ ହରଇ ସେ ଅଶେଷ କୋଟି ପାତକ। ଗାନ୍ଧାର ସେନ ପ୍ରତିବାଚ ପ୍ରତି ଉତ୍ତର ଦେଉଛି କରତାର ରଥ ଚକ୍ର, ସେଇଟା କରତା। କରତା କହିଲେ ସୂର୍ଯ୍ୟ, ସୂର୍ଯ୍ୟଙ୍କ ରଥର ଚକ୍ର, ସେ କରତାର ରଥ ଚକ୍ର। ଏବଂ ଦର୍ଶନ, ତାକୁ ଯଦି ଦର୍ଶନ କରିବ, ହରଇ ସେ ଅଶେଷ କୋଟି ପାଦକ, ଅଶେଷ ଅସୀମ କୋଟି ପାଦକ, କୋଟି କୋଟି ପାଦକୁ କଣ କରିବ, ହରଣ କରିବ। ତାହେଲେ କିଏ ଅଶେଷ ପାପକୁ ହରଣ କରିଦିଏ, ଗୋଲକ ବୃକ୍ଷ, ବୁଝିପାରିଲା। ତାହେଲେ କାହାକୁ ଦର୍ଶନ କଲେ କୋଟି ପାଦକ ହରଇ ହୁଏ, କାହାକୁ, ଗୋଲକ ବୃକ୍ଷକୁ। ତେଣୁ ଗାନ୍ଧାରୀ ସେନ କହୁଛନ୍ତି ମୁନି ହେ, କଣ କହୁଥାନ୍ତି, ମୁନି ହେ, ସେ କରତାର ରଥ ଚକ୍ର, ସୂର୍ଯ୍ୟଙ୍କ ରଥ ଚକ୍ର ସେ, ଯାହାକୁ ଦର୍ଶନ କଲେ ସବୁ କୋଟି ପାପ, କୋଟି କୋଟି ପାପ ସବୁ କିଛି କଣ ହେଇଯିବ, ହରଣ ହୋଇଯିବ, କ୍ଷୟ ହୋଇଯିବ, ଧୋଇ ହେଇଯିବ, ବୁଝିପାରିଲା। ବ୍ୟାସଦେବ ଦେଖିଲା କଣ କହୁଛନ୍ତି, ବ୍ୟାସଦେବ କହିଲେ, ଦେଖ ପିଲେ, ବ୍ୟାସେ ବୋଇଲେ ରାଜା ନୁହଁଟି ହସନେ, ସରି, ବ୍ୟାସ ବୋଇଲେ ରାଜା ନୁହଁଟି ଗମନ୍ତେ, ଆମ୍ଭର ତହୁ ଶୁଣ ହୋ ସାହସ୍ର ସଙ୍ଗତେ। ବ୍ୟାମେ କହିଲେ, ବୁଝିଲା, ବ୍ୟାସେ ବୋଇଲେ ମାନେ ବ୍ୟାସଦେବ କହିଲେ, କଣ କହିଲେ, ରାଜା ନୁହଁଟି ଏମନ୍ତ, ରାଜା ନୁହଁ ଏମନ୍ତ। ବ୍ୟାସ କହିଲେ, ବ୍ୟାସ କହିଲେ ରାଜା ନୁହନ୍ତି ଏମନ୍ତ, ବୁଝିପାରିଲା। ରାଜା, ନା 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 ନା, ଏମିତି ନୁହେଁ, ଏଇଭଳି ନୁହେଁ। ଯାହା କରୁଛ ଠିକ, ଆପଣ ଯାହା କରୁଛ, ଆପଣ ଯାହା କରୁଛନ୍ତି ଠିକ, ପରନ୍ତୁ କେତେ ଏକାଂଶରେ ଠିକ, ସମ୍ପୂର୍ଣ୍ଣ ଠିକ ନୁହେଁ। ତାହେଲେ କଣ ସମ୍ପୂର୍ଣ୍ଣ ଠିକ, ବ୍ୟାସଦେବ କହୁଛନ୍ତି ନୋ ହୋଇଟି ଏମନ୍ତେ, ଏଇଭଳି ନୁହେଁ। ତାହେଲେ କେଉଁ ଭଳି ନା, ଦେଖ ପିଲେ, ତମ ମାନଙ୍କର ନୋଇଟି ଏମନ୍ତେ, ଆମ୍ଭର ତହୁ ଶରଣ, ତହୁ ଶୁଣ,
ଏହା ସାହସ ସଂଗତି ତାମାନେ ହିଁ ବ୍ୟାସଦେବ ବୋଇଲେ ପୂଜା ନ ଏଇଠି ସମସ୍ତେ ଏମନ୍ତେ ଆମର ତହୁ ଶୁଣ ହୋ ସାହସର ସଂଗତ। ବ୍ୟାସଦେବ କହୁଛନ୍ତି ନା ନା ନା, ଏମନ୍ତ ନୁହେଁ, ଏଇଭଳି ନୁହେଁ, ଆମର ତହୁ ଶୁଣ, ଆମ୍ଭ ଠାରୁ ତୁମେ ଶୁଣ, ମୋ ଠାରୁ ତୁମେ ଶୁଣ, ଶାସ୍ତ୍ର ସଂଗତ, ଶାସ୍ତ୍ର ସମ୍ମତ। ଶାସ୍ତ୍ର କଣ କହେ, ଶାସ୍ତ୍ର କଣ ବର୍ଣ୍ଣନା କରିଛନ୍ତି, ମୋ ବିଷୟରେ ଶୁଣ। ତାମାନେ ଦେଖ ପିଲେ, ଏଠି ବର୍ତ୍ତମାନ ବ୍ୟାସଦେବ ଡିଟେଲ୍ସ କହିବେ। ମାନେ ଆମେ ଯଦି କହିବା ବ୍ୟାସଦେବ ସମ୍ପୂର୍ଣ୍ଣ ଭାବରେ ଗାନ୍ଧାରସେନଙ୍କୁ ବୁଝାଇ ଦେବେ ଯେ ଆପଣଙ୍କର ଯେଉଁ ଶାହାଳ ବୃକ୍ଷ ଅଛି, ଯେଉଁ ଗୋଲକ ବୃକ୍ଷ ଅଛି, ଯାହାକୁ ଗାନ୍ଧାରସେନ ପ୍ରତିଦିନ ପୂଜା କରୁଛନ୍ତି, ତାହାର ମାହାତ୍ମ୍ୟ କଣ, ତାର ଗୁଣ କଣ, ସେଇ କଥା ବ୍ୟାସଦେବ ବର୍ଣ୍ଣନା କରିବେ। ତାହେଲେ ପିଲେ ପରବର୍ତ୍ତୀ ଭିଡିଓରେ ସେ କଥା ଆଲୋଚନା କରିବା। ଆଜି ପାଇଁ ତ ସେତିକି।